हेलो गाइस जय जगन्नाथ ମୁଁ ସକାଳୁ ଉଠି ପଡ଼ିଥିଲି ତାପରେ ଖିड़କି ପଟେ ଦେଖୁଥିଲି ବହୁତ ହରିଆଲି ଅଛି ତାପରେ ମୁଁ ଦିଦିକୁ କହିଲି କି ମୁଁ ସେପଟେ ଗଛ ଦେଇକି ଯିବି ବାଡ଼ିକୁ ଦେଖିଲା ବେଳେ ସେଠି ଆନାରସ ଗଛ ବି ଦୁଇଟା ଥିଲା ତ ମୁଁ ଦିଦି କହିଲି ସେପଟେ ଆହୁରି ବି ଅଛି ତାପରେ ବାବୁ ବି ଥିଲା ମୋ ସାଥିରେ ସେ ଗୋଟେ ଡାଳିମ୍ବ ଗଛ ସବୁ ଅଛି ତାପରେ ବାବୁ ପଛେ ପଛେ ବାବୁ ଆଗେ ଥିଲା ମୁଁ ତାପରେ ତା ପଛେ ପଛେ ସେଠି କ'ଣ ପାଇଁ ସେ ହଳଦୀ ଗଛ ଲଗାଇଥିଲା ସେ ମାଡ଼ି ଦେଉଥିଲା ସେହିପାଇଁ ସେଠି ଆମ୍ବ ଗଛ ମୁଁ ତୋଳିବା ପାଇଁ କହିଲି ସେପଟେ ଘର ଅଛି ଦିଦିମାନଙ୍କର ତାପରେ ଆହୁରି ଦୁଇଟା ଗଛ ଅଛି ଏପଟେ ଦେଖାଉଛି ଆପଣଙ୍କୁ ଏଠି ପଣସ ମୁଁ ଭାବିଥିଲି କି ସୁପାରି ପଣସ ମାଟି ଭିତରେ ହିଁ ହୁଏ ଲେକିନ ଏଠି ଦେଖିଲା ପରେ ମୋତେ ଲାଗିଲା କି ଏଇ ଡାଳରେ ହିଁ ହୁଏ ମୁଁ ଭାବିନଥିଲି କି ଏମିତି ହୁଏ ବୋଲି ଆଉ ଜଣା ବି ନଥିଲା ମୋତେ ମୁଁ ଯଦି ନାସ୍ତା କରିବା ପାଇଁ ଗଲି ଆମ୍ବ କୋଳି ଆଉ ଘୁଗୁନି ହେଇଥିଲା ତାପରେ ଦୁଧ ମୋତେ ଦିନ ନ ଆସିଥିଲି ଗୋଟେ ଦିଦି ଖୁସିରେ ବନେଇଛି ତାପରେ ମୁଁ ଖାଇଦେଲି ତାପରେ ମୁଁ ଇଭିନିଂରେ ଚାଲିଯାଇଛି ଛାତ ଉପରକୁ ସେପଟେ ଆମ୍ବ ତୋଟା ଅଛି ଆଉ ଗାଁ ଅଛି ଘର ଦେଖୁଛୁ ମୁଁ ଦିଦି ଘର ସବୁ ସାଇଡ଼୍ରେ ତାପରେ ଏଇଟାକୁ ଗାଁ ଅଛି ଆଉ ମୁଁ ଦିଦି ଗଛ ଦେଖୁଥିଲି କି ମୁଁ ଦେଇଥିଲି ଗଛ ସବୁ ଅଛି କି ନାହିଁ ଆମ ଘରୁ ଆଣିଥିଲା ଦିଦି ଦେଖିଲା ବେଳେ ନାହିଁ ସେ ଗଛ ସବୁ ଖାଲି ରୋଡ଼ ଗଛ ଅଛି ଏଠି କିଛି ଲଗାଉଛନ୍ତି ଏଠି ଚାହାଡ଼ି ଗଛ ସବୁ ବି ଅଛି ଆଉ ତାପରେ ମୁଁ ରାତିରେ 9ଟାରେ ନାସ୍ତା କରିକି ଅଣ୍ଡା ଭୁଜିଆ ମିକ୍ସ ଭେଜ୍ରେ ଆଳୁ ଆଉ ଡାଲି ସେଠି ଆହୁରି ଶିମଲା ମିର୍ଚ ବି ଇଏ କରାହେଇଛି ତାପରେ ମୁଁ ଖାଇକି ଆମ ସାଙ୍ଗେ ଶୋଇ ପଡ଼ିଲି ଜୟ ଜଗନ୍ନାଥ।